ତାମିଲନାଡୁ 156 ଏକର ପୁରା ମାଡ଼ି ବସିଥିବା ଦୁନିଆର ସବୁଠାରୁ ବଡ଼ ମନ୍ଦିର, ଯେଉଁଠି ପୂଜା କରାଯାଏ ଭଗବାନଙ୍କ ବିଷ୍ଣୁଙ୍କ ଅବତାରରେ ଭଗବାନ ଅଙ୍ଗନାଦ। ତାମିଲନାଡୁର ଶ୍ରୀରଙ୍ଗନାଥ ଡିଷ୍ଟ୍ରିକ୍ଟରେ ବନା ହୋଇଛି। ଶ୍ରୀରଙ୍ଗନାଥ ଟେମ୍ପୁଲ ହୁଏତ ଆପଣଙ୍କୁ ବିଶ୍ୱାସ ହୋଇନପାରେ, ଭାଟିକନ୍ ସିଟିଠୁ ବି ଏହା ବଡ଼ ଅଛି। କମ୍ ସେ କମ୍ 110 ଏକର ଭାଟିକନ୍ ଅବସ୍ଥିତ ଦେଶ ରଙ୍ଗନାଥ ମନ୍ଦିର ଠାରୁ ବି ଛୋଟ ଅଛି। ଚାଲନ୍ତୁ ଏହି ବିଶାଳ ମନ୍ଦିର ଚାରିପାଖରେ ଆଖି ବୁଲେଇ ଦେଖିବା। ଶ୍ରୀରଙ୍ଗନାଥ ଟେମ୍ପୁଲରେ 7ଟି ସ୍ତର ରହିଛି। ପ୍ରଥମ ସ୍ତର ବାଲା ତ 3 କିଲୋମିଟର ରହିଛି, ଆଉ ଭିତରେ 5ଟି ସ୍ତରରେ ମନ୍ଦିର ରହିଛି, ଆଉ ବାହାରେ 2ଟି ଥିବା ସ୍ତରରେ ଭାବିନିଅ ଗୋଟିଏ ଛୋଟ ସହର ଅବସ୍ଥିତ ଅଛି। ଆରେ ଭାଇ, ଏହି ମନ୍ଦିର ତ ଗୋଟିଏ ଟାଉନସିପ୍ ଭଳି। ଆଉ ଦେଖନ୍ତୁ ମନ୍ଦିରର ଗୋଟିଏ ସୁନ୍ଦର ଆକର୍ଷଣ, ଗୋପୁରମ୍ ଦକ୍ଷିଣ ଦିଗରେ ପ୍ରବେଶ ଦ୍ୱାର ରହେ। ସମୁଦାୟ ଗୋପୁରମ୍ 22 ମନ୍ଦିର ସ୍ଥାପନ କରାଯାଇଛି। ଆଉ ଇଏ ହେଉଛି ଗୋପୁରମର ରାଜା ଗୋପୁରମ୍, 236 ଫୁଟ ଉଚ୍ଚ। ଇଏ ଦୁନିଆର ସେକେଣ୍ଡ ଟେମ୍ପୁଲ ଟାୱାର। କ'ଣ ଆପଣଙ୍କୁ ଜଣାଅଛି ଏହା ଇଣ୍ଡିଆ ଗେଟ୍ରୁ 100 ଫୁଟ ବେଶୀ ଉଚ୍ଚ ଅଛି? ଆଚ୍ଛା, ଆଉ ଗୋଟେ ମଜାଦାର କଥା ଶୁଣ। 1920ଠୁ ନେଇକି 1987 ପର୍ଯ୍ୟନ୍ତ ନୂଆ ଘର ବା ବିଲ୍ଡିଂ ବନିବାରେ ଲାଗିଛି। ମନ୍ଦିର ଯେମିତି ବିଲ୍ଡିଂ ସ୍ଥାପନ ଚାଲିଛି, ଆଜି ପର୍ଯ୍ୟନ୍ତ କେଉଁଠି ଏମିତି ଦେଖିପାରିବେ ନାହିଁ। ଏହି ମନ୍ଦିରର ଆହୁରି ଗୋଟିଏ ଖାସ୍ କଥା ଅଛି। ଏହାର ଅଲଗା ଅଲଗା ଜାଗାରେ ବିଭିନ୍ନ ସାମ୍ରାଜ୍ୟର ମୂର୍ତ୍ତି ବନା ହୋଇଛି। ଏହି ମନ୍ଦିର ନିର୍ମାଣ ଯାହା ଆଜି ଦେଖୁଛ, ସେହିଠୁ ଚାଲ୍ଲାପାଣ୍ଡାୟ, ହଇସାଲା ଆଉ ବିଜୟନଗର ସାମ୍ରାଜ୍ୟ ଦ୍ୱାରା ବନା ହୋଇଛି। ଏହା ଅଲଗା ଦେଖିବା ପାଇଁ ମିଳେ। ଏହି ମନ୍ଦିରରେ ସୌନ୍ଦର୍ଯ୍ୟ ସବୁବେଳେ କିଛି ଅଲଗା ଦେଖିବା ପାଇଁ ମିଳେ। ତାହାରି ଭିତରେ ହେଲେ ମନ୍ଦିର ସୂର୍ଯ୍ୟ ଏଠି ସୌନ୍ଦର୍ଯ୍ୟ ସରେ ନାହିଁ। ଏଠି ହଜାର ହଜାର ମୂର୍ତ୍ତି କିଛି ରହସ୍ୟମୟ କାହାଣୀ ଜଣାଇଥାଏ। ଏଠି ପଥରରେ ଭବିଷ୍ୟତବାଣୀ ଲେଖାଯାଇଛି। ସତରେ ରଙ୍ଗନାଥ ଗୋଟିଏ ଗୋଟିଏ ପଥର ଇତିହାସ ଓ କଳାର ପ୍ରତୀକ ଅଟେ? ମୋତେ ଏହା ଲାଗୁନାହିଁ। ଏମିତି ମନ୍ଦିର ଆଉ କୋଉଠି